ଅଷ୍ଟମ ଶ୍ରେଣୀର ଦ୍ୱିତୀୟ ପଦ୍ୟ ଉଦ୍ବୋଧନ କବି ହେଉଛନ୍ତି ଗଙ୍ଗାଧର ମେହେର। ଚାଲନ୍ତୁ ଏହି ପଦ୍ୟଟିକୁ ଆବୃତ୍ତି କରିବା। ନବରବିକରେ ଫୁଟଇ କମଳ, ଉତ୍ଫୁଲ୍ଲେ ଉଠନ୍ତି ବିହଙ୍ଗମ ଦଳ। ଆହାର ବିହାର ପାଇଁ ତେଜିପୁର, ଉଡ଼ି ଯାଇଥାନ୍ତି କେତେ କେତେ ଦୂର। ମହୁମାଛି ମଧୁ ସଞ୍ଚୟ ଲାଳସେ, ବହୁ ଦୂର ବନ ପର୍ବତେ ବିଳସେ। ବଳ ଥାଉଁ କେହି ନିଶ୍ଚୟ ମୌନ, ଥାଇ ନ କରନ୍ତି ଜୀବନ ନିଉନ। ସୁପ୍ତ ସିଂହ ମୁଖେ ନ ପଶେ ଆହାର, ଶ୍ରମେ ପିପିଲିକା ପୁରାଏ ଭଣ୍ଡାର। ମେଲିଥିଲେ ପାଟି ଶୋଇ ବୃକ୍ଷ ତଳେ, ବୃକ୍ଷଚ୍ୟୁତ ଫଳ ନ ପଡ଼େ କବଳେ। ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ, ତାଙ୍କୁ ବାନ୍ଧେ ନର ପ୍ରକାଶୀ କୌଶଳ। କୌଶଳ ଜନକ ଜ୍ଞାନ ଅଟେ ସିନା, ଜନମି ନ ପାରେ ଜ୍ଞାନ ଭାଷା ବିନା। ଭାଷା ଯୋଗୁଁ ସିନା ଦମି ଜୀବଗଣ, ମାନବ କରଇ ବିଶ୍ୱେ ରାଜପଣ। ଯା ଭାଷା ଦୁର୍ବଳା ସେ ନିଶ୍ଚେ ଅଧମ, କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ। ଉଚ୍ଚ ଭାଷୀ ଲୋକେ ତାକୁ ନୀଚ ଗଣି, ଉଚ୍ଚ ସମାଜରେ ହୁଅନ୍ତି ଅଗ୍ରଣୀ। ଯେ ନର ନ ବୁଝେ ମାନ ଅପମାନ, ନୁହଁଇ କି ସେହୁ ପଶୁର ସମାନ। ଯା ଭାଷା ଦୁର୍ବଳା କାହିଁ ତାର ଜ୍ଞାନ, କାହିଁ ତାର ରାଜ ଦୁଆରେ ସମ୍ମାନ। ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ନାହିଁ ଯେବେ ହୃଦେ ଉଚ୍ଚ ଅଭିଳାଷ, କର ଆମୋଦର ପଲଙ୍କେ ବିଳାସ। ପ୍ରତିବେଶୀଙ୍କର ଚରଣ ପ୍ରହାର, ଚିହ୍ନ ଶ୍ରେଣୀ କର ବକ୍ଷ ଦେଶେ ହାର। ଉଚ୍ଚ ପଦ ପାଇଁ ଡାକିଲେ ରାଜନ, କେତେ ଜଣ ଅଛ ତହିଁ କି ଭାଜନ। ପ୍ରତିବେଶୀଙ୍କର ସହିତ ତୁଳନା, ତହିଁରୁ ବୁଝିବ ନିଜେ କେଡ଼େ ଦୀନ। କରିଅଛ ପୁଣି ମାତୃଭାଷାହୀନ, ମାତୃଭାଷା ପୋଥି ଛୁଇଁବାକୁ କରେ। ଅନ୍ୟ କେଉଁ ଜାତି ଲଜ୍ଜା ବୋଧ କରେ। ଉଠ ଭାଇ ଉଠ ନବୀନ ଆଲୋକେ, ଶୋଇଥିଲେ ଚାହିଁ ହସୁଥିବେ ଲୋକେ। ଶୁଭ କର୍ମ ପଥେ ହୁଅ ଅଗ୍ରସର, ଚକ୍ଷୁ ମିଳିବାକୁ ନାହିଁ ଅବସର। ମାତୃଭୂମି ମାତୃଭାଷାର ବଦନ, ଦୀପ୍ତ କର ଦେଇ ଧନ ଧ୍ୟାନ ମନ। ଶୁଭ ପଥେ ବିଭୁ କରିବେ ମଙ୍ଗଳ, ଶୁଭ କର୍ମେ ହେବ ଜୀବନ ସଫଳ।